ସନ୍ଧ୍ୟାଦୀପର 5ଟି ସାବଧାନତା। ଦର୍ଶକ ବନ୍ଧୁ, ସନ୍ଧ୍ୟା ପୂଜାକୁ ହିନ୍ଦୁ ଧର୍ମରେ ଏକ ପବିତ୍ର ନିତ୍ୟ କାର୍ଯ୍ୟ କୁହାଯାଏ। ଏହି ମୁହୂର୍ତ୍ତରେ ଭଗବାନ ସୂର୍ଯ୍ୟଦେବ ଅସ୍ତ ହୁଅନ୍ତି। ଏହି ବେଳେ ଦେବତାଙ୍କୁ ସ୍ମରଣ କରି ମନ ଶୁଦ୍ଧ କରାଯାଏ, କାରଣ ଏହି ସମୟରେ ଭଗବାନ ଶିବ ଏବଂ ମାତା ପାର୍ବତୀ ପୃଥିବୀ ପୃଷ୍ଠରେ ଭ୍ରମଣ କରିଥାନ୍ତି। ଆସନ୍ତୁ ଜାଣିବା ସନ୍ଧ୍ୟା ପୂଜା କରିବା ଦ୍ୱାରା ଆମର ଏବଂ ଆମ ପରିବାରର କେଉଁ ପ୍ରକାର ଉପକାର ହୋଇଥାଏ ଏବଂ ପୂଜା କରିବା ସମୟରେ କେଉଁ କେଉଁ ନିୟମ ମାନିବା ଉଚିତ। ସନ୍ଧ୍ୟା ପୂଜାର ଉପକାରିତା। ସନ୍ଧ୍ୟା ପୂଜା କଲେ ଘରେ କେବେ ବି ଧନର ଅଭାବ ହୁଏ ନାହିଁ ଏବଂ ସନ୍ଧ୍ୟା ପୂଜା ପ୍ରତ୍ୟେକ ଦିନ କରିବା ଦ୍ୱାରା ପରିବାରର କାହାରି ଅକାଳ ମୃତ୍ୟୁ ହୋଇନଥାଏ। ଏହି ସନ୍ଧ୍ୟା ସମୟରେ ଶନିଦେବ ଏବଂ ହନୁମାନଙ୍କ ପୂଜା ସନ୍ଧ୍ୟା ସମୟରେ ହୋଇଥାଏ। ଶନି ପୀଡ଼ାରୁ ମୁକ୍ତି ପାଇବା ପାଇଁ ସନ୍ଧ୍ୟା ପୂଜା କରିବା ଅତ୍ୟନ୍ତ ଜରୁରୀ। ସନ୍ଧ୍ୟା ପୂଜା କରିବା ଦ୍ୱାରା ଘରେ ଋଣ ଭାର, ଶତ୍ରୁ ନାଶ ହୋଇଥାଏ। ସନ୍ଧ୍ୟା ପୂଜାର ନିୟମ। ସନ୍ଧ୍ୟା ପୂଜା ସୂର୍ଯ୍ୟ ଅସ୍ତ ପରେ କରାଯାଏ। ସନ୍ଧ୍ୟା ପୂଜା କରିବା ପୂର୍ବରୁ ସ୍ନାନ କରି ପବିତ୍ର ହେବା ଦରକାର, ନହେଲେ ହାତ ଗୋଡ଼ ଧୋଇ ପରିଷ୍କାର ହୋଇ ପବିତ୍ର ଶରୀର ଓ ମନ ରଖିବା ଉଚିତ। ପୂଜା କଲାବେଳେ ପୂଜା କରୁଥିବା ସ୍ଥାନକୁ ଶୁଦ୍ଧ କରିବା ନିହାତି ଆବଶ୍ୟକ। ପ୍ରଥମେ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ ଏବଂ ତାପରେ ଆପଣଙ୍କର ଅନ୍ୟ ମନ୍ତ୍ର ଜପ କରିପାରିବେ। ତାପରେ ଦୀପ ଜଳାନ୍ତୁ କିମ୍ବା ଆଳତି କରନ୍ତୁ। ଏହି ଦୀପ ଘିଅ କିମ୍ବା ରାଶି ତେଲରେ ଜଳାଇ ପାରିବେ। ସନ୍ଧ୍ୟା ସମୟରେ ସୂର୍ଯ୍ୟଙ୍କୁ ପୂଜା, ଅଗ୍ନିଙ୍କ ପୂଜା, ହନୁମାନଙ୍କ ପୂଜା, ଶନିଦେବଙ୍କ ପୂଜା ଇତ୍ୟାଦି ବିଶେଷ ପୂଜା ହୋଇଥାଏ। ସନ୍ଧ୍ୟାବେଳେ ଅନୁଚିତ କାର୍ଯ୍ୟ। ନମ୍ବର 1, ଖାଇବା ପିଇବା। ସନ୍ଧ୍ୟାବେଳେ ଭୋଜନ କରିବା ଉଚିତ ନୁହେଁ। ସନ୍ଧ୍ୟା ପୂଜାରେ ଅଧିକ ଲୋକ ରହିଲେ ଶୁଭ ହୋଇଥାଏ। ସନ୍ଧ୍ୟା ପୂଜା ବିନା ଦୀପରେ ଅସମ୍ପୂର୍ଣ୍ଣ ହୋଇଥାଏ, ତେଣୁ ଦୀପ ନିଶ୍ଚିତ ଭାବେ ଲଗାନ୍ତୁ। ସନ୍ଧ୍ୟାରେ ଭଗବାନଙ୍କ ପାଖରେ ଭୋଗ ଲାଗିଥିବା ପ୍ରସାଦକୁ କେବେ ଘରେ ରଖନ୍ତୁ ନାହିଁ, ଏହାକୁ ବାଣ୍ଟି ଦିଅନ୍ତୁ। ସନ୍ଧ୍ୟା ସମୟରେ ଆପଣ ଭଗବାନଙ୍କୁ ଫୁଲ ଚଢ଼ାଇ ପାରିବେ, କିନ୍ତୁ ଆପଣ ସନ୍ଧ୍ୟା ସମୟରେ କେବେ ବି ଫୁଲ ତୁଳନ୍ତୁ ନାହିଁ। ସନ୍ଧ୍ୟା ପୂର୍ବରୁ ଫୁଲ ତୋଳି ରଖିପାରିବେ। ସନ୍ଧ୍ୟା ସମୟରେ ଗଛରୁ ଫୁଲ ଏବଂ ପତ୍ର ତୋଳିବାକୁ ଭୁଲ ବୋଲି ମନାଯାଏ। ସନ୍ଧ୍ୟା ପୂଜା ଏକ ନିର୍ଦ୍ଦିଷ୍ଟ ସମୟରେ କରାଯାଏ। ଯଦି ସେ ସମୟ ପରେ ପୂଜା କରାଯାଏ, ତେବେ ପୂଜାର କୌଣସି ମୂଲ୍ୟ ନାହିଁ। ସୂର୍ଯ୍ୟ ଅସ୍ତ ହେବାର 1 ଘଣ୍ଟା ପରେ ଏବଂ ସୂର୍ଯ୍ୟାସ୍ତ 1 ଘଣ୍ଟା ପୂର୍ବରୁ ପୂଜା କରାଯାଏ। କେବେ ବି ଆପଣ ସନ୍ଧ୍ୟା ପୂଜା ରାତିରେ କରନ୍ତୁ ନାହିଁ। ଏମିତି କରିବା ଦ୍ୱାରା ଦେବଗଣ କ୍ରୋଧିତ ହୋଇଥାନ୍ତି। ଏହାଦ୍ୱାରା ଘରେ ଆର୍ଥିକ ସଙ୍କଟ ଦେଖାଦେବା ସହ ଘରେ ଅଶାନ୍ତି ବଢ଼ିଥାଏ। ନମ୍ବର 2, ଝାଡ଼ୁ କରିବା। ଘରକୁ ଠିକ୍ ଭାବେ ସଫା କରିବା ଦ୍ୱାରା ଲକ୍ଷ୍ମୀ ବାସ କରିଥାନ୍ତି, କିନ୍ତୁ ସନ୍ଧ୍ୟା ସମୟରେ ଘର ସଫା କରିବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ଘରେ ଦରିଦ୍ରତା ଓ ଋଣ ଭାର ବଢ଼ିଥାଏ ଏବଂ ଘରେ ସଦାସର୍ବଦା ଧନର ଅଭାବ ଦେଖାଦେଇଥାଏ। ଏହା ସହ ଘର ଭିତରୁ ସକାରାତ୍ମକ ଶକ୍ତି ବାହାରକୁ ବାହାରି ଯାଇଥାଏ। ତେଣୁ କେବେ ବି ସନ୍ଧ୍ୟା ସମୟରେ ଘରେ ଝାଡ଼ୁ କରନ୍ତୁ ନାହିଁ। ନମ୍ବର 3, ସନ୍ଧ୍ୟା ସମୟରେ ଶୋଇବା। କେବେ ବି ଭୁଲରେ ସନ୍ଧ୍ୟା ସମୟରେ ଶୁଅନ୍ତୁ ନାହିଁ। ଏପରି କରିବା ଦ୍ୱାରା ପରିବାରର ଦାରିଦ୍ର୍ୟତା ବଢ଼ିଥାଏ ଏବଂ ଆର୍ଥିକ ସଙ୍କଟ ଦେଖାଦେଇଥାଏ। ନମ୍ବର 4, ସନ୍ଧ୍ୟାରେ ତୁଳସୀ ପତ୍ର ଛିଣ୍ଡାନ୍ତୁ ନାହିଁ। ସନ୍ଧ୍ୟା ସମୟରେ ଘରେ ଓ ମନ୍ଦିରରେ ସମସ୍ତେ ପୂଜା କରୁଥାନ୍ତି। ତୁଳସୀ ଚଉରା ଆଗରେ ଦୀପ ଜଳାନ୍ତି। ତୁଳସୀ ଚଉରା ଆଗରେ ଦୀପ ପ୍ରଜ୍ୱଳନ ଦ୍ୱାରା ଘରକୁ ସକାରାତ୍ମକ ଶକ୍ତି ଆସିଥାଏ, କିନ୍ତୁ ସନ୍ଧ୍ୟା ସମୟରେ ପୂଜା ନିମନ୍ତେ ତୁଳସୀ ପତ୍ର ଛିଣ୍ଡାଇବା ଅନୁଚିତ ଅଟେ। ଏପରି କରିବା ଦ୍ୱାରା ଘରର ଆର୍ଥିକ ସ୍ଥିତି ଦୁର୍ବଳ ହୋଇଯାଏ, ତେଣୁ ସନ୍ଧ୍ୟାରେ କେବେ ବି ତୁଳସୀ ପତ୍ର ଛିଣ୍ଡାନ୍ତୁ ନାହିଁ।
ନିନ୍ଦା ଓ ଗାଳି। ସନ୍ଧ୍ୟା ସମୟରେ ଅନ୍ୟଙ୍କ ନିନ୍ଦା କରିବା, ଅପଶବ୍ଦ ବ୍ୟବହାର କରିବା ଅଶୁଭ ହୋଇଥାଏ। ସନ୍ଧ୍ୟା ଦୀପ ଜଳାଇବା ପୂର୍ବରୁ ଶରୀର ଓ ପରିଚ୍ଛନ୍ନ ବସ୍ତ୍ର ଧାରଣ କରିବା ନିହାତି ଦରକାର। ଦୀପ ଜାଳିବାର ଉପଯୁକ୍ତ ନିୟମ। ନମ୍ବର 1. ଜ୍ୟୋତିଷଶାସ୍ତ୍ର ଅନୁଯାୟୀ କେବଳ ଦୀପ ଜାଳିବା ପର୍ଯ୍ୟାପ୍ତ ହୋଇନଥାଏ, ବରଂ ଏହି ଦୀପକୁ କେଉଁଠି ରଖିବା ଜାଣିବା ନିହାତି ଆବଶ୍ୟକ। ସେଥିପାଇଁ ଦୀପକୁ ସର୍ବଦା ଭଗବାନଙ୍କ ଆଗରେ ଜଳାନ୍ତୁ ଏବଂ ପୂର୍ବ କିମ୍ବା ଉତ୍ତର ଦିଗକୁ ଦୀପ ରଖନ୍ତୁ। ଦୀପକୁ ଘରର ପୂର୍ବ ବା ଉତ୍ତର ଦିଗରେ ରଖିବା ଶୁଭ ମନାଯାଏ। ଯଦି ଘିଅର ଦୀପ ଜାଳୁଛନ୍ତି, ତେବେ ଏହାକୁ ବାମ ପାଖରେ ରଖିବା ଦରକାର। ଯଦି ତେଲରେ ଦୀପ ଜାଳୁଛନ୍ତି, ତେବେ ଏହାକୁ ଡାହାଣ ପାଖରେ ରଖିବା ଉଚିତ। ନମ୍ବର 2. ଦୀପ ଜଳାଇବା ସମୟରେ କେଉଁ ମନ୍ତ୍ର ପାଠ କରିବା ଉଚିତ? ଦୀପ ଜଳାଇବା ସମୟରେ ମନ୍ତ୍ର ବା ଭଜନ ପଠନ କରନ୍ତୁ। ଦୀପ ଜଳାଇବା ସମୟରେ ଗାୟତ୍ରୀ ମନ୍ତ୍ର, ଲକ୍ଷ୍ମୀ ମନ୍ତ୍ର ବା ଦୀପ ବନ୍ଦନା କରନ୍ତୁ। ନମ୍ବର 3. କେଉଁ ବତୀରେ ଦୀପ ଜାଳିବା ଉଚିତ? କିଛି ଲୋକ ବିଭିନ୍ନ ପ୍ରକାର ଦୀପରେ ଗୋଟିଏ ବତୀ ଦେଇ ଜାଳିଥାନ୍ତି, କିନ୍ତୁ ଘିଅ କିମ୍ବା ତେଲର ବତୀ ଅଲଗା ଅଲଗା ହେବା ଦରକାର। ଯଦି ଆପଣ ତେଲରେ ଦୀପ ଦେଉଛନ୍ତି, ତେବେ ସେଥିରେ ତୁଳାର ବତୀ ରଖିବା ଆବଶ୍ୟକ। ଆଉ ଯଦି ଘିଅରେ ବତୀ ଦେଉଛନ୍ତି, ତେବେ ସେଥିରେ ନାଲି ରଙ୍ଗର ବତୀ ରଖନ୍ତୁ। ଏହି ନାଲି ରଙ୍ଗର ବତୀ ଆପଣଙ୍କ ଘର ପାଇଁ ବହୁତ ଶୁଭ ହୋଇଥାଏ। ନମ୍ବର 4. ଦରକାର ଦୀପ। ମନେ ରଖନ୍ତୁ, ଆପଣ ପୂଜାରେ ଯେଉଁ ଦୀପ ଜାଳୁଛନ୍ତି, ତାହା କେଉଁଠାରୁ ହେଲେ ମଧ୍ୟ ଖଣ୍ଡିଆ ହୋଇନଥିବା ଦରକାର। ଯଦି ଆପଣ ଏପରି ଦୀପ ଜାଳୁଛନ୍ତି, ତେବେ ଏହାଦ୍ୱାରା ମା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି। ଯେତେବେଳେ ଦୀପ ଜାଳୁଛନ୍ତି, ତା ପୂର୍ବରୁ ଦୀପକୁ ଭଲ ଭାବରେ ସଫା କରନ୍ତୁ। ଯଦି ପୂଜା କରିବା ସମୟରେ ଦୀପ ଲିଭିଯାଏ, ତେବେ ପୁନର୍ବାର ଦୀପ ଜଳାଇ ଭଗବାନଙ୍କ ପାଖରେ ପ୍ରାର୍ଥନା କରନ୍ତୁ। ନମ୍ବର 5. ପୂଜା ସମୟରେ ଦୀପ ଲିଭିବା। ପୂଜା ସମୟରେ ଯଦି ଦୀପ ଲିଭିଯାଏ, ତେବେ ଆପଣ ବୁଝିଯାଆନ୍ତୁ କି ଭଗବାନ ଆପଣଙ୍କ ଉପରେ ସନ୍ତୁଷ୍ଟ ନାହାନ୍ତି। ତାହାର କାରଣ, ସନ୍ଧ୍ୟାବେଳେ ମୋବାଇଲ, ଟିଭି, ଅନ୍ୟ ମନୋରଞ୍ଜନ ଆଧାରିତ କାର୍ଯ୍ୟ ବାଜାରେ ମନ ଲଗାଇଛନ୍ତି। ସେଥିପାଇଁ ସମସ୍ତ କାର୍ଯ୍ୟ ସାରି ଆପଣମାନେ ମନକୁ ପବିତ୍ର କରି ପୂଜା କରନ୍ତୁ। ଦୀପ ଲିଭିବାକୁ ଶାସ୍ତ୍ରରେ ଅଶୁଭ ବୋଲି କୁହାଯାଏ। ଏହାଦ୍ୱାରା ଘରର ସଦସ୍ୟଙ୍କର କିଛି ଅନିଷ୍ଟ ହେବାକୁ ଯାଉଛି ବୋଲି ସଂକେତ ମିଳିଥାଏ। ତେଣୁ ଆପଣମାନେ ଯେତେବେଳେ ଦୀପ ଲଗାଉଛନ୍ତି, ସେତେବେଳେ ଦୀପରେ ଅଧିକ ମାତ୍ରାରେ ଘିଅ ଦିଅନ୍ତୁ ଏବଂ ବତୀକୁ ଅଧିକ ଉପରକୁ ରଖନ୍ତୁ। ଦୀପକୁ ପଙ୍ଖା କିମ୍ବା ପବନ ପ୍ରବାହିତ ହେଉଥିବା ଜାଗାରେ ରଖନ୍ତୁ ନାହିଁ। ଯଦି ପବନ ଜୋରରେ ବହୁଥାଏ, ତେବେ କୌଣସି ଏକ ଜିନିଷରେ ଢାଙ୍କି ଦିଅନ୍ତୁ। ଯଦି ଦୀପ ଲିଭିଯାଏ, ତେବେ ମନସ୍କାମନା କେବେ ବି ପୂରଣ ହୋଇନଥାଏ। ଦୀପ ଜଳିବାର ସାବଧାନତା। ଶାସ୍ତ୍ର ଅନୁସାରେ ଦୀପ ଜଳିବା ବିଷୟରେ କିଛି ବିଶେଷ ସାବଧାନତା ଅବଲମ୍ବନ କରିବା ଉଚିତ। ଦୀପ ଜଳିବା ସମୟରେ ଏହି କଥାକୁ ଗୁରୁତ୍ୱ ଦେବା ଦରକାର କି ଦୀପକୁ ଦୁର୍ଗନ୍ଧ ବା ଅଶୁଚି ସ୍ଥାନରେ ରଖନ୍ତୁ ନାହିଁ। ଶୁଭତାର ଅନୁଭୂତି ପାଇଁ ପବିତ୍ର ସ୍ଥାନରେ ରଖିବା ନିହାତି ଆବଶ୍ୟକ। ଦୀପ ଜଳିଲେ ତାହାକୁ ଛାଡ଼ି ଯାଆନ୍ତୁ ନାହିଁ। ଦୀପ ନିଜେ ଲିଭିଯିବା ପର୍ଯ୍ୟନ୍ତ ତାକୁ ଭଲ ଦୃଷ୍ଟିରେ ରଖନ୍ତୁ। ଭକ୍ତି ଓ ଶ୍ରଦ୍ଧା ସହିତ କାର୍ଯ୍ୟ କରନ୍ତୁ। ମନ, ବାଚା, କାୟ ସହ ଶୁଦ୍ଧ ଭାବେ ଦୀପ ଜଳାନ୍ତୁ। ଶରୀର ରୂପରେ ଅଶୁଚି ରହିବା, ଅସନା ଅଶୁଚି ପୋଷାକରେ ଦୀପ ଜାଳିବା ଅନୁଚିତ ଅଟେ। ଦର୍ଶକ ବନ୍ଧୁ, ଏହି ନିୟମ ଓ ସାବଧାନତା ପାଳନ କରି ସନ୍ଧ୍ୟା ପୂଜା ଓ ଦୀପ ଦେଲେ ଆତ୍ମିକ ଉନ୍ନତି ଏବଂ ଶାନ୍ତି ଲାଭ ହୁଏ। ଦର୍ଶକ ବନ୍ଧୁ, ଆପଣମାନେ ମୋ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ
ମୁଁ ଆପଣମାନଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି। ଯଦି ମୋର ଏହି ଭିଡ଼ିଓରୁ ଆପଣମାନେ କିଛି ବି ଶିକ୍ଷଣୀୟ କଥା ଜାଣିପାରିଥିବେ, ତେବେ ଦୟାକରି ମୋ ଚ୍ୟାନେଲ୍ ସୋନାରିତୁ ଲାଇଫଷ୍ଟାଇଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ କମେଣ୍ଟରେ ଜୟ ଜଗନ୍ନାଥ ବୋଲି ନିଶ୍ଚିତ ଲେଖନ୍ତୁ। ଏହାଦ୍ୱାରା ପ୍ରଭୁ ଶ୍ରୀଜଗନ୍ନାଥ ଆପଣଙ୍କର ଏବଂ ଆପଣଙ୍କ ପରିବାରର ମଙ୍ଗଳ କରିବେ। ନମସ୍କାର ଦର୍ଶକ ବନ୍ଧୁ, ଭଲରେ ରୁହନ୍ତୁ ଆପଣମାନେ। ଏତିକି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ମୋର ପ୍ରାର୍ଥନା। ଜୟ ଜଗନ୍ନାଥ।